ଆମର ଏଇ ଯେଉଁ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ବର୍ତ୍ତମାନ ଆରମ୍ଭ ହୋଇଯାଇଛି, ମାନେ ବର୍ଷାରେ ଆମର ପାଳନ ହେଇକି ଚାଲିଛି। ତା'ର ପରିସମାପ୍ତି ଘଟିବ ଆଜିଠୁ ଆରମ୍ଭ ହେବ ତା'ର। ଆଉ ଏଇଟା ଆମର 1976 ମସିହା ଜାନୁଆରୀ 18 ତାରିଖରେ ପରମ ପୂଜ୍ୟ ସ୍ୱାମୀ ଚିଦାନନ୍ଦ ମହାରାଜ ଏହାର ଶୁଭ ଉଦ୍ଘାଟନ କରିଥିଲେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଶାଖା ଗୃହ ନୂଆରେ ଆମର ଉଦ୍ଘାଟିତ ହେଲା ଏବଂ ଏହି 50 ବର୍ଷ ପୂର୍ତ୍ତି ଅବସରରେ ଆମର 3 ଦିନ ବ୍ୟାପୀ ଏହି ମହୋତ୍ସବ ପାଳନ ହେବ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେଉଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆମର ଭକ୍ତମାନେ ପ୍ରାୟ 500 ପାଖାପାଖି ଯୋଗ ଦେବେ। ଆଉ ଆଜି ସନ୍ଧ୍ୟାରେ ଆମର ଋଷିକେଶ ଆଶ୍ରମର ଶିବାନନ୍ଦ ଆଶ୍ରମର ସ୍ୱାମୀ ଧର୍ମନିଷ୍ଠାନନ୍ଦ ସ୍ୱାମୀଜୀ ମହାରାଜ ମଧ୍ୟ ପହଞ୍ଚିବେ। ଅନ୍ୟାନ୍ୟ ସାଧୁସନ୍ଥ ସମାଗମ ହେବେ। ତା ପରବର୍ତ୍ତୀ ସମୟରୁ 4:30 ସମୟରୁ ଆମର ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। এই কার্যক্রম কতদিন ধরে অনুষ্ঠিত? এই কার্যক্রম 3 দিন ধরে, আজ 16, আসন্তাকালি 17, পরদিন 18 দিন, এই 3 দিন ব্যাপী কার্যক্রম অনুষ্ঠিত হবে। কম কইবে ভক্তଙ୍କୁ? এটা হচ্ছে আমার যে স্বামী শিবানন্দী মহারাজ এই সংঘর আরম্ভ করেছিলেন 1936 মସିହାରେ। ତାଙ୍କର ମୂଳ ଲକ୍ଷ୍ୟ ଥିଲା ଏହି ମାନବ ଜୀବନ ହେଉଛି ଶ୍ରେଷ୍ଠ ଜୀବନ, ଏହି ଜନ୍ମରେ ହିଁ ଆମେ ଆତ୍ମସାକ୍ଷାତକାର କରିବାକୁ ପଡ଼ିବ। ସେ ଆତ୍ମସାକ୍ଷାତକାର ପାଇଁ ସେବା, ପ୍ରେମ, ଦାନ, ଧ୍ୟାନ ଇତ୍ୟାଦି ଦରକାର। ଏହିସବୁ ନୀତି ନିୟମକୁ ଯଦି ଆମେ ପାଳନ କରିବା ତାହେଲେ ଏହି ଜନ୍ମରେ ହିଁ ଆମେ ଭଗବତ ସାକ୍ଷାତର ଆତ୍ମସାକ୍ଷାତ ଲାଭ କରିପାରିବା। ଜିଲ୍ଲାବାସୀଙ୍କୁ କ'ଣ ମେସେଜ ଦେବେ? ଜିଲ୍ଲାବାସୀଙ୍କୁ କହୁଛି ଏଇ ଯେଉଁ ଆମର ଗୁରୁଦେବଙ୍କର ବାଣୀରେ ଆମେ ଅନୁପ୍ରାଣିତ ହେବା, ପରସ୍ପର ଭିତରେ ଭାତୃଭାବ ରଖିବା, ଆମ ଜୀବନକୁ ଆଧ୍ୟାତ୍ମିକ ମାର୍ଗରେ ନେଇକି ଜୀବନକୁ ସତ୍ମାର୍ଗରେ ପରିଚାଳିତ କରି ଆମ ଜୀବନ ରକ୍ଷା ହାସଲ କରିପାରିବା।